ମାନେ ଆଜି ଆମେ ଆମ ସପ୍ତମ ଶ୍ରେଣୀ ସାହିତ୍ୟ ବହିର ଦ୍ୱିତୀୟ ଚାପ୍ଟର ଚକୁଳିଆ ପଣ୍ଡାର ଅଭ୍ୟାସ ପ୍ରଶ୍ନପତ୍ର କରିବା। ବୁଝିହେଲା ତ? ପ୍ରଥମଟା ଆମକୁ MCQ ଦେଇଛି ହେଲା। ତାହେଲେ 1 ନମ୍ବର ପ୍ରଶ୍ନ, ଚକୁଳିଆ ପଣ୍ଡା ଯେଉଁ ପୋଖରୀ ପାଖରେ ପହଞ୍ଚିଥିଲା ସେଇ ପୋଖରୀଟି କିପରି ଥିଲା? ପିଲାମାନେ, ସେ ପୋଖରୀରେ କଳା ଭଅଁର ଭଳି ପାଣି ଥିଲା। ଗଟା ହେଉଛି କରେକ୍ଟ ଆନ୍ସର। ନେକ୍ସଟ 2 ନମ୍ବର, ଚୋରକୁ ମାନ କରି ଖପରାରେ ଖାଇବାର ଅର୍ଥ କ'ଣ? ଅନ୍ୟ ଉପରେ ରାଗି ନିଜର କ୍ଷତି କରିବା। 3 ନମ୍ବର ପ୍ରଶ୍ନ, ଗଙ୍ଗାମାତା ଉଡ଼ିଗଲା ଚଢ଼େଇର ପେଟ କଥା ଜାଣିପାରନ୍ତି, ଏହି ଲୋକବାଣୀର ଅର୍ଥ କ'ଣ? ଏହି ଲୋକବାଣୀର ଅର୍ଥ ହେଉଛି ଅନ୍ୟର ମନ କଥାକୁ ବୁଝିବା। 4 ନମ୍ବର, ଚକୁଳିଆ ପଣ୍ଡା ଚରିତ୍ର ମାଧ୍ୟମରେ ଲେଖକ କେଉଁ ନୀତି ଶିକ୍ଷା ଦେଇଛନ୍ତି? ଲେଖକ ନୀତି ଶିକ୍ଷା ଦେଇଛନ୍ତି ଯେ ଅଳସୁଆ ସବୁବେଳେ ଦୁଃଖ ପାଏ। ବୁଝିହେଲା? ତାପରେ ନେକ୍ସଟ କ୍ୱେଶ୍ଚିନ୍ ଆମର ସରଳାର୍ଥ, ଏ ପାଣିକି ଦେଖିଲା କ୍ଷଣି ତା ମନ ଭାରି ଲୋଭ ହେଲା, ଜୀବନ ବିକଳରେ ପାଣି କୂଳ ପାହାଚ ଉପରେ ଲଥିକିନି ବସିଗଲା। ତାହେଲେ ପିଲାମାନେ, ଆଗରୁ ତମେ ସରଳାର୍ଥ ବହୁତ ଗୁଡ଼ିଏ ଲେଖିଥିବ, ଏ ପାଣିକି ଡଟ ବସିଗଲା। ତାହେଲେ ସଂସ୍କୃତ ପଦ୍ୟଟି ଆମ ପଠିତ ସପ୍ତମ ଶ୍ରେଣୀ ସାହିତ୍ୟ ସୁମନ ପୁସ୍ତକର ମାଡ଼ହାଣ୍ଡି କଥା ଗଳ୍ପ ଲୋକକଥାରୁ ଆସିଅଛି। ଏଠାରେ ଗାଳ୍ପିକ ଗୋପାଳ ଚନ୍ଦ୍ର ପ୍ରହରାଜ ଭୋକରୁ ପୀଡ଼ିତ ଚକୁଳିଆ ପଣ୍ଡାର ନିର୍ମଳ ପାଣି ପ୍ରତି ଲୋଭକୁ ଅତି ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି। ଚକୁଳିଆ ପଣ୍ଡା ଓ ତା ମା ଭିକ ମାଗି ଜୀବନଯାପନ କରନ୍ତି। ଦିନକର ଘଟଣା, ଚକୁଳିଆ ପଣ୍ଡାକୁ ପୋଷେ ଚାଉଳ ମଧ୍ୟ ଭିକରେ ମିଳିଲାନି। ଭୋକରେ ଯାଉଥିବା ବେଳେ ବାଟରେ ଗୋଟିଏ ସୁନ୍ଦର କଳା ଭଅଁର ପାଣି ଥିବା ପୋଖରୀ ଦେଖିଲା। ସେଇ ପୋଖରୀରେ ଶଙ୍ଖ ମଲମଲ ପାଣିକୁ ଦେଖି ଭୋକ ଶୋଷ ସହି ନ ପାରି ଲୋଭରେ ସେ ବସି ପଡ଼ିଥିଲା ବୋଲି କୁହାଯାଇଛି। ଖରେ ଆମକୁ ଦେଇଛି, ଗଙ୍ଗାମାତା ତ ଉଡ଼ିଗଲା ଚଢ଼େଇର ପେଟ କଥା ଜାଣିପାରନ୍ତି। ସେଇଭଳି ପୁଣି ଲେଖିବ, ଗଙ୍ଗାମାତା ଡଡ ଜାଣିପାରନ୍ତି। ତାହେଲେ ଏହି ପଦ୍ୟାଂଶଟି ଆମ ପଠିତ ସପ୍ତମ ଶ୍ରେଣୀ ସାହିତ୍ୟ ସୁମନ ପୁସ୍ତକର ମାଡ଼ହାଣ୍ଡି କଥା ଗଳ୍ପରୁ ଆସିଅଛି। ଏଠାରେ ଗାଳ୍ପିକ ଗୋପାଳ ଚନ୍ଦ୍ର ପ୍ରହରାଜ କିପରି ଦେବାଦେବୀ ମାନେ ଭୋକିଲା ଦୁଃଖୀ ଲୋକଙ୍କର କଷ୍ଟ ସହିପାରନ୍ତି ନାହିଁ ତାହା ବର୍ଣ୍ଣନା କରିଛନ୍ତି। ପିଲାମାନେ, ସେଠି ନାହିଁ ଶବ୍ଦ ଭୁଲରେ ଲେଖା ହେଇଯାଇଛି, ତାକୁ କଟିଦେବ, ଲେଖିବନି ହେଲା। ତାହେଲେ ଥରେ ଖାଦ୍ୟ ନ ପାଇ ଚକୁଳିଆ ପଣ୍ଡାର ଭୋକରେ ପେଟ ପୁରା କରଡ଼ି ଜଳୁଥିଲା ହେଲା। ପୋଖରୀଟିର କାଚ କେନ୍ଦୁ ଭଳି ନିର୍ମଳ ପାଣି ଦେଖି ତାର ଲୋଭ ହେଲା। ସେ ବିଭିନ୍ନ ସୁସ୍ୱାଦୁ ଖାଦ୍ୟର ନାଁ ଡାକି ଚଳେ ଚଳେ ପାଣି ପିଇଗଲା। ପୋଖରୀରେ ଗଙ୍ଗାମାତା ଥିଲେ, ଦେବଦେବୀ ମାନେ ଦୟାର ଅବତାର, ତେଣୁ ସେ ଚକୁଳିଆ ପଣ୍ଡାର ଭୋକ ସହିପାରିଲେ ନାହିଁ। ସୁତରାଂ ଚକୁଳିଆ ପଣ୍ଡା ଯେଉଁ ସବୁ ଖାଦ୍ୟର ନାଁ ଧରି ପାଣି ପିଉଥିଲା, ସେହି ସବୁ ସୁସ୍ୱାଦୁ ଖାଦ୍ୟ ଗୋଟିଏ ହାଣ୍ଡିରେ ଭର୍ତ୍ତି କରି ତା ଉପରେ ତେଲୁଣିଟିଏ ଘୋଡ଼ାଇ ତା ନିକଟକୁ ବସାଇ ଦେଲେ। ଚକୁଳିଆ ପଣ୍ଡା ଖାଦ୍ୟ ହାଣ୍ଡି ପାଇ ମହା ଆନନ୍ଦରେ ଖାଇଲା ଏବଂ ବାକିତକ ମା ପାଇଁ ଘରକୁ ନେଇଗଲା। ନେକ୍ସଟ ଆମର କ ସ୍ତମ୍ଭ ଖ ସ୍ତମ୍ଭ ମିଳେଇବା, ରାତିରେ ଶୋଇଲା ବେଳେ ବୁଢ଼ୀ ପୁଅକୁ ବୁଦ୍ଧି ବତେଇ ଦେଲା। ହେଲା, ଆମର ଏଇଟା ସେକେଣ୍ଡ ହେବ, ମା ପୁଅକୁ ରାତିରେ ଶିଖେଇ ଦେଲା। ତାପରେ ବଡ଼ି ଝପଟିରୁ ଉଠି, ମାନେ ଭୋର ସକାଳୁ ଉଠି। ତାପରେ ଖୁଆ ମୁଣ୍ଡିରେ 2 ଗୋଇଠା, ହାତ ପାଖ ପିଠିରେ 2 ହାତ ଲାତ ଦେବା। ପଲମକୁ ନେଇ ହାଣ୍ଡି ଘୋଡ଼ାଇବା, ହାଣ୍ଡି ମୁହଁକୁ ଢାଙ୍କୁଣୀରେ ଢାଙ୍କିବା। ନେକ୍ସଟ ପ୍ରଶ୍ନ ଆମର, ଚକୁଳିଆ ପଣ୍ଡା କିପରି ପେଟ ପୋଷୁଥିଲା? ଚକୁଳିଆ ପଣ୍ଡା ଗରିବ ବ୍ରାହ୍ମଣ ଥିଲା। ଘର ଘର ଗାଁ ଗାଁ ବୁଲି ଭିକ ମାଗେ। 6 ଗାଁ ଗଲେ ସେରେ ଆଣେ, 9 ଗାଁ ଗଲେ ସେରେ ଆଣେ। ଏମିତି ଭିକ ମାଗି ଯାହା ଆଣେ ସେଥିରେ ମା ପୁଅ ଦୁହେଁ ଚଳନ୍ତି। ଖରେ ଆମର, ଚକୁଳିଆ ପଣ୍ଡା କାନ୍ଦି ବୋବାଇ ପଳାଇ ଆସିଲା କାହିଁକି? ଚକୁଳିଆ ପଣ୍ଡା ଭିକ ମାଗି ପେଟ ପୋଷେ, କିନ୍ତୁ ଦୁର୍ଭାଗ୍ୟର କଥା, ଦିନେ ସେ କେତେ ବୁଲିଲା ହେଲେ ପୋଷେ ଚାଉଳ ବି ଭିକ ମିଳିଲା ନାହିଁ। ଲୋକେ ଭିକ ଦେବେ କ'ଣ? ଗାଁ ପିଲାଏ ଟେକା ବୋଲ ଫୋପାଡ଼ି ତାକୁ ଗାଁରୁ ତଡ଼ିଦେଲେ, ତେଣୁ ସେ କାନ୍ଦି ବୋବାଇ ପଳାଇ ଆସିଲା। ଗରେ ଗଙ୍ଗାମାତା କେଉଁଠାରେ ଥିଲେ? ପିଲାଙ୍କ ଠାରୁ ଟେକା ମାଡ଼ ଖାଇ ଚକୁଳିଆ ପଣ୍ଡା ଘରକୁ ନ ଯାଇ ଆଗକୁ ଚାଲିଲା। ସେ ବାଟରେ ଥିବା ସୁନ୍ଦର ପଦ୍ମ ପୋଖରୀଟିଏ ଦେଖିଲା। ସେଥିରେ କଳା ଭଅଁର ପରି ପାଣି,
ପୋଖରୀ ଚାରିପାଖ ଶଙ୍ଖ ମଲମଲ ପଥରେ ତିଆରି ପାହାଚ, ସେଇ ପୋଖରୀ ଥିଲେ ଗଙ୍ଗା ମାତା। ଘରେ ଗଙ୍ଗା ମାତା ଚକୁଳିଆ ପଣ୍ଡା ପ୍ରତି ଦୟାଭାବ ଦେଖାଇଲେ କାହିଁକି? କାହିଁକି ପିଲାମାନେ? ଚକୁଳିଆ ପଣ୍ଡା ପିଲାଙ୍କ ଠାରୁ ମାଡ଼ ଖାଇ ମନ ଦୁଃଖରେ ଆଗକୁ ଯାଇ ପଦ୍ମ ପୋଖରୀ ପାଖରେ ପହଞ୍ଚିଲା। ଭୋକ ବିକଳରେ ପୋଖରୀରୁ ପାଣିକୁ ଭାତ, ଡାଲି, ମହୁର, ଆମ୍ବିଳ ଭାବି ପିଇଯାଇ ନିଜର କ୍ଷୁଧା ମେଣ୍ଟାଇବାକୁ ଚେଷ୍ଟା କରୁଥିଲା। ଗଙ୍ଗାମାତା ଚକୁଳିଆ ପଣ୍ଡାର ଏ ଦୁଃଖ ସହିପାରିଲେ ନାହିଁ, ତେଣୁ ସେ ତା ପ୍ରତି ଦୟାଭାବ ଦେଖାଇଲେ। ଉଅଁରେ ଚକୁଳିଆ ପଣ୍ଡା ହାଣ୍ଡିରେ କ'ଣ ଦେଖିଲା? ଚକୁଳିଆ ପଣ୍ଡା ପାଣିରେ ଭାସି ଆସୁଥିବା ହାଣ୍ଡିକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଢାଙ୍କୁଣୀ ଖୋଲିକି ଦେଖିବାକୁ ଲାଗିଲା। ଦେଖିଲା ବେଳକୁ ତା ଭିତରେ ଦିବ୍ୟ ସରୁ ଘିଅ ଅନ୍ନ, ଡାଲି, ମହୁର, ଆମ୍ବିଳ କ୍ଷୀରି, ପିଠା ପ୍ରଭୃତି ସୁସ୍ୱାଦୁ ଖାଦ୍ୟ ଦ୍ରବ୍ୟ ରହିଥିଲା। ନେକ୍ସଟ ଚରେ ଆମର ଖାଦ୍ୟ ହାଣ୍ଡି ଧରି ଘରକୁ ଫେରିଲା ବେଳକୁ ଚକୁଳିଆ ପଣ୍ଡାର ମା କୁଆଡ଼େ ଯାଇଥିଲା? ଚକୁଳିଆ ପଣ୍ଡା ଖାଦ୍ୟ ହାଣ୍ଡି ଧରି ଘରକୁ ଫେରିଲା ବେଳକୁ ତା ମା ଘରେ ନଥିଲା। ସେ ସବୁଦିନ ପରି ଗାଁ ଭିତରକୁ ଦୁଃଖ ଧନ୍ଦା କରିବାକୁ ଯାଇଥିଲା। ଛରେ ଚୋରମାନେ ସିନ୍ଦୁକଟିଏ କେଉଁଠାରେ ରଖିଥିଲେ? ଚୋରମାନେ ସିନ୍ଦୁକଟିଏ କେଉଁ ଗାଁରୁ ଚୋରେଇ ଆଣି ସେଥିରେ ଥିବା ଦ୍ରବ୍ୟକୁ ଭାଗବଣ୍ଟା କରିବା ପାଇଁ ଚକୁଳିଆ ପଣ୍ଡାର ବାରି ଦୁଆରରେ ରଖିଥିଲେ। ନେକ୍ସଟ ଆମର କରେ ଯଦି ଚକୁଳିଆ ପଣ୍ଡା ଗୋଟିଏ ଦିନ ପାଇଁ ଗଙ୍ଗା ମାତାଙ୍କ ଠାରୁ ଖାଦ୍ୟ ହାଣ୍ଡି ନେଇଥାନ୍ତା, ତାହେଲେ ତାର ପରିଣାମ କ'ଣ ହୋଇଥାନ୍ତା? ପିଲାମାନେ, ଚକୁଳିଆ ପଣ୍ଡା ଜଣେ ଗରିବ ବ୍ରାହ୍ମଣ ଥିଲା ଏବଂ ଭିକ ମାଗି ତାର ପରିବାରର ପେଟ ପୋଷୁଥିଲା। ଯଦି ସେ ଗଙ୍ଗା ମାତାଙ୍କ ଠାରୁ ଖାଦ୍ୟ ହାଣ୍ଡିଟିଏ ପାଇଥାନ୍ତା, ତାହେଲେ ସେ ଅତି ଆନନ୍ଦରେ ସେ ଖାଦ୍ୟ ସବୁ ଉପଭୋଗ କରି ଖାଇଥାନ୍ତା। କାରଣ ତା ପାଇଁ ସେ ଦିବ୍ୟ ଖାଦ୍ୟ ଅପୂର୍ବ ଅଟେ। ସେଥିପାଇଁ ଚକୁଳିଆ ପଣ୍ଡା ଏବଂ ତା ମା ଦି ଜଣ ଯାକ ମିଶିକି ଆନନ୍ଦରେ ସେ ସବୁ ଖାଦ୍ୟ ସବୁ ଖାଇଥାନ୍ତେ। ଖରେ ଗଙ୍ଗା ମାତା ବିଚାର କରି ମାଡ଼ ହାଣ୍ଡି ଯଦି ଦେଇନଥାନ୍ତେ, ତାହେଲେ ଶେଷ ଫଳ କ'ଣ ହୋଇଥାନ୍ତା? ଯଦି ଗଙ୍ଗା ମାତା ବିଚାର କରି ମାଡ଼ ହାଣ୍ଡି ଦେଇନଥାନ୍ତେ, ତାହେଲେ ପ୍ରତିଦିନ ପରି ଚକୁଳିଆ ପଣ୍ଡା ସେ ପଦ୍ମ ପୋଖରୀକୁ ଯାଇଥାନ୍ତା ଏବଂ ଖାଦ୍ୟ ହାଣ୍ଡି ନେଇ ଆସିଥାନ୍ତା, ଯାହାଫଳରେ ମା ପୁଅ ଦୁଇ ଜଣ ଅଳସୁଆ ହୋଇ କିଛି କାମଧନ୍ଦା ନ କରି ସେଇ ଖାଦ୍ୟ ହାଣ୍ଡି ଉପରେ ନିର୍ଭର କରି ରହିଥାନ୍ତେ। ଗରେ ମା ଯଦି ମାଡ଼ ହାଣ୍ଡିର ପଲମ ଢାଙ୍କି ନଥାନ୍ତେ, ତାହେଲେ କି ଅସୁବିଧା ହୋଇଥାନ୍ତା? ତାହେଲେ ହାଣ୍ଡିରୁ ଯେଉଁ ମାଡ଼ ବୃଷ୍ଟି ହେଉଥିଲା ତାହା ବନ୍ଦ ହୋଇନଥାନ୍ତା, ଯାହାଦ୍ୱାରା କି ତାଙ୍କ ହାତ ଗୋଡ଼ ଭାଙ୍ଗିବା ସହ ସେମାନେ ମୃତ୍ୟୁ ମୁଖରେ ମଧ୍ୟ ପଡ଼ିଥାନ୍ତେ। ଘରେ ଆମର ଗଙ୍ଗା ମାତା ମା ପୁଅକୁ ଏପରି କଷ୍ଟ ଦେବାର ଉଦ୍ଦେଶ୍ୟ କ'ଣ ଥିଲା? ପିଲାମାନେ, ଗଙ୍ଗା ମାତା ମା ଓ ପୁଅକୁ କଷ୍ଟ ଦେଇଥିଲେ କାରଣ ସେ ଚାହୁଁନଥିଲେ ଯେ ମା ଓ ପୁଅ ସବୁବେଳେ ସେ ଖାଦ୍ୟ ଉପରେ ନିର୍ଭର କରନ୍ତୁ। ଗଙ୍ଗା ମାତା ଚାହୁଁଥିଲେ ସେମାନେ ପରିଶ୍ରମୀ ହୁଅନ୍ତୁ। ଯେହେତୁ ଖାଦ୍ୟ ହାଣ୍ଡି ସେମାନେ ଥରେ ପାଇ ଯାଇଥିଲେ, ମା ପୁଅ ଦୁଃଖ ତାଙ୍କ ଦ୍ୱନ୍ଦ୍ୱ ଛାଡ଼ିକି ସବୁବେଳେ ଖାଦ୍ୟ ହାଣ୍ଡି ଉପରେ ନିର୍ଭର କରୁଥିଲେ, ଯାହାଦ୍ୱାରା ସେମାନେ ତ ଅଳସୁଆ ହେଉଥିଲେ। ତାଙ୍କୁ ଦେଖିକି ବାକି ଲୋକମାନେ ମଧ୍ୟ ଅଳସୁଆ ଯେମିତି ନ ହୁଅନ୍ତୁ, ସେଥିପାଇଁ ଗଙ୍ଗା ମାତା ସେଇ ଦୁଇ ଜଣଙ୍କୁ କଷ୍ଟ ଦେଇଥିଲେ। ନେକ୍ସଟ ଆମର ନିମ୍ନରେ ଦିଆଯାଇଥିବା କବାଟ ଶବ୍ଦ ସହିତ ସମ୍ପର୍କ ଥିବା ଶବ୍ଦକୁ ଦଳରେ ଆଲୋଚନା କରି ଶୂନ୍ୟ ସ୍ଥାନରେ ଲେଖିବା। ହେଲା, କବାଟ ଖୋଲିବା, କବାଟ କିଳିବା। ହେଲା, କାଠ କବାଟ, କବାଟ କିଳିବା। ଏଟା କିଣିବା ବି ହବ, ବୁଝିହେଲା। ନେକ୍ସଟ ପ୍ରଶ୍ନ ଆମର ହେଲା, ଆମେ କାରକ ଯୁକ୍ତ ପଦକୁ ନେଇକି କ୍ରିୟାପଦ ସହିତ ପାଖରେ ଥିଲେ ଆମେ ତାକୁ କାରକ କହିବା। ହେଲା, କାରକ ତା ପୂର୍ବରୁ ତମେ ପଢ଼ିବ। କାରକ ଗୋଟେ ଭଲ ବିଷୟ। ହେଲା, ସେ ଡ୍ୟାସ ଗଙ୍ଗା ମାତା ଥାଆନ୍ତି, ସେଠାରେ ଗଙ୍ଗା ମାତା ଥାଆନ୍ତି। ଏ ଚକୁଳିଆ ଟି ସିନା ଭୋକ ବିକଳରେ ଏମିତି ହଉଛି, ହେଲା, କାଳେ ହାଣ୍ଡିରୁ ମାଡ଼ ବାହାରିଲା ଭଳିଆ ସେ ସିନ୍ଦୁକରୁ, ଏଟା ବି ରୁ ନା ପୁଣି କିଛି ବାହାରେ। ତାପରେ ଡ୍ୟାସ ଅବା କେଉଁ ଦରବ ଉପରେ, ଏଇଟା ହବ ତାଙ୍କୁ ଅବା। ହେଲା, ତାଙ୍କୁ ଲାଷ୍ଟଟା ତାଙ୍କୁ। ବୁଝିଲା? ସମ୍ପୂର୍ଣ୍ଣ ସରିଲା। ଧନ୍ୟବାଦ ପିଲାମାନେ।